ସାଇକୋଲୋଜି କହିଥାଏ ଆପଣଙ୍କ ସ୍ତ୍ରୀ ପରପୁରୁଷ ସହିତ ସେକ୍ସ କରୁଥିଲେ 100% ରାତିରେ ଶୋଇବା ସମୟରେ ଏହି ଗୋଟିଏ ପ୍ରଶ୍ନ ଆପଣଙ୍କୁ ନିଶ୍ଚୟ ପଚାରିଥାନ୍ତି। ଯଦି ଆପଣ କୌଣସି କାମରେ ବାହାରେ ରହୁଛନ୍ତି ଓ ଆପଣଙ୍କ ସ୍ତ୍ରୀର ଆଉ କାହା ସହିତ ସମ୍ପର୍କ ରହିଛି, ତେବେ ଘରକୁ ଆସିବାର କିଛି ଦିନ ପରେ ଆପଣଙ୍କ ଯିବାର ଟିକିଏ ବି ଡେରି ହେଲେ ସ୍ତ୍ରୀ ଏହି ପ୍ରଶ୍ନ ଆପଣଙ୍କୁ ନିଶ୍ଚୟ ପଚାରିଥାନ୍ତି, ତୁମେ କେଉଁ ଦିନ ଯିବ କି? ଯଦି ଏହି ପ୍ରଶ୍ନ ବାରମ୍ବାର ପଚାରିଥାନ୍ତି, ତେବେ କଥାରେ କିଛି କାରଣ ଅଛି ବୋଲି ବୁଝିଯାଆନ୍ତୁ। ସାଇକୋଲୋଜି କହିଥାଏ ଏକ ସର୍ଭେ ଅନୁସାରେ 30ରୁ 40 ବର୍ଷର ମହିଳାଙ୍କ ଭିତରେ ଘିଆ ଖାଇବାର ଇଚ୍ଛା ସବୁଠାରୁ ଅଧିକ ବଢ଼ି ଯାଇଥାଏ। ଏହି କାରଣ ପାଇଁ ଏହି ବୟସରେ ମହିଳାଙ୍କୁ ଯୌନ ସୁଖ ଅଧିକ ଆବଶ୍ୟକ ପଡ଼ିଥାଏ। ସାଇକୋଲୋଜି କହିଥାଏ ଗୋଟିଏ ମହିଳା ନିଜ ଇଚ୍ଛାରେ ନିଜ ଦେହରୁ ସବୁ କପଡ଼ା ଖୋଲେ ସେତେବେଳେ ଘିଆ ଖାଇବା ପାଇଁ ରାଜି ହୋଇଥାଏ, ଯେତେବେଳେ ସେ ନିଜ ପସନ୍ଦର ପୁରୁଷ ସହିତ ସମ୍ବନ୍ଧ ବନାଇଥାଏ। ସାଇକୋଲୋଜି କହିଥାଏ ଭଗବାନ ଦୁନିଆର ସବୁଠାରୁ ଡାକ୍ତର ହୋଇଥାନ୍ତି ଓ ପ୍ରାର୍ଥନା ଦୁନିଆର ସବୁଠାରୁ ବଡ଼ ଔଷଧ। ସାଇକୋଲୋଜି କହିଥାଏ ଲୋକମାନେ କହିଥାନ୍ତି କି ସମୟ ବଦଳି ଯାଇଥାଏ ଓ ସମୟ କହିଥାଏ କି ଲୋକମାନେ ବି ବଦଳି ଯାଇଥାନ୍ତି। ସାଇକୋଲୋଜି କହିଥାଏ ଯଦି ଆପଣଙ୍କର ଗେହିବାକୁ ଇଚ୍ଛା ହେଉନାହିଁ ବା ଗେହିବା ସମୟରେ ବହୁତ କମ୍ ହୋଇଯାଇଛି ବା ଗୁପ୍ତାଙ୍ଗ ଜଲ୍ଦି ଢିଲା ପଡ଼ିଯାଉଛି ବା ପ୍ରଥମ ଥର ପରେ ଦ୍ୱିତୀୟ ଥର ଗେହି ପାରୁନାହାନ୍ତି, ତେବେ ଏହି ଗୋଟିଏ ଘରୋଇ ଉପାୟ ନିଶ୍ଚୟ କରନ୍ତୁ। 100 ଗ୍ରାମ ରସୁଣ କୁଲାର ଚୋପା ଛଡ଼ାଇ ଏହାକୁ ଭଲ ଭାବରେ ପେଷ୍ଟ କରି ନିଅନ୍ତୁ ଓ ଏହାକୁ ଦେଶୀ ଘିଅରେ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଭାଜି ନିଅନ୍ତୁ ଓ ଏହାପରେ ଏହାକୁ ମଟର ଦାନା ଭଳି ଛୋଟ ଛୋଟ ଗୋଲି କରି ନିଅନ୍ତୁ ଓ ଏସବୁକୁ ଗୋଟେ ଛୋଟ କାଚ ବୋତଲରେ ରଖିଦିଅନ୍ତୁ ଓ ପ୍ରତିଦିନ ରାତିରେ ଶୋଇବାର 30 ମିନିଟ୍ ପୂର୍ବରୁ ଏଇଥିରୁ ଗୋଟିଏ ଗୋଲି ଖାଇ 1 ଗ୍ଲାସ ଉଷୁମ କ୍ଷୀର ପିଇ ନିଅନ୍ତୁ। ଏମିତି ଗୋଟେ ମାସ ଯାଏଁ କରନ୍ତୁ ଆଉ ଦେଖନ୍ତୁ ଏହାର କମାଲ। ସାଇକୋଲୋଜି କହିଥାଏ ଦୁନିଆର ସବୁଠାରୁ ପବିତ୍ର ଗଛ ବିଶ୍ୱାସ ହୋଇଥାଏ, ଯାହା ମାଟି ଉପରେ ନୁହେଁ ହୃଦୟରେ ଉଠିଥାଏ।